वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। Hello everyone, welcome you to way2m classes। तो ପିଲାମାନେ ଟାର୍ଗେଟ OSTT ପାଇଁ କ୍ଲାସ୍ ଚାଲୁ ଅଛି। ଆଜି ହେଉଛି କ୍ଲାସ୍ 25। ତ ଆପଣଙ୍କର ଯୋଉ ପୂର୍ବ କ୍ଲାସ୍ ଗୁଡ଼ିକ ଆପଣ ଦେଖିକି ଏଇ କ୍ଲାସ୍ କରନ୍ତୁ। ଆରାମସେ ପେଡାଗୋଜି କନସେପ୍ଟ ବିଷୟରେ ଆପଣ କ୍ଲିୟର ହେଇପାରିବେ। ଯଦି ଏ ଚ୍ୟାନେଲକୁ ଆପଣ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ସବସ୍କ୍ରାଇବ୍ କରିନେବେ ଆଉ ବେଲ୍ ଆଇକନ୍ ପ୍ରେସ୍ କରିଦେବେ। ଯେତେବେଳେ କୌଣସି ନୂଆ ଭିଡ଼ିଓ ଆସୁଛି ଆପଣ ନୋଟିଫିକେସନ୍ ମାଧ୍ୟମରେ ପାଇପାରିବେ। ତ ଆଜିକାର ଯୋଉ କଣ୍ଟେଣ୍ଟ ରହିଛି ଇମୋସନ୍, ତ ଇମୋସନ୍ ବିଷୟରେ ଆମେ କନସେପ୍ଟ କ୍ଲିୟର ହବା। ଏଥିରୁ ବି କ୍ୱେଶ୍ଚନ୍ ଆପଣଙ୍କର ଆସୁଛି ଏକ୍ସାମରେ, ଆପଣଙ୍କର OSTT ଏକ୍ସାମରେ। ତ ଆମେ ଜାଣିବା ଯେ ଇମୋସନ୍ ଆମେ କାହାକୁ କୁହନ୍ତି, ଇମୋସନର ମାନେ କଣ? ତ ଏ ଷ୍ଟ୍ରଙ୍ଗ ଫିଲିଂ ସଚ୍ ଆଜ୍ ଲଭ୍, ଏଙ୍ଗର, ଜୟ, ହେଟ୍ ଏଣ୍ଡ ଅର୍ ଫିୟର। ହଁ, ସେଇଟାକୁ ଆମେ କଣ କହୁଛନ୍ତି ନା ଗୋଟେ ଆମେ ଇମୋସନ୍ ବୋଲି କହୁଛନ୍ତି। ସୋ ଏ କନସିୟସ୍ ମେଣ୍ଟାଲ ରିଏକ୍ସନ୍ ସବଜେକ୍ଟିଭଲି ଏକ୍ସପିରିଏନ୍ସଡ୍ ଆଜ୍ ଏ ଷ୍ଟ୍ରଙ୍ଗ ଫିଲିଂ ୟୁଜୁଆଲି ଡାଇରେକ୍ଟେଡ୍ ଟୁୱାର୍ଡସ୍ ଦ ସ୍ପେସିଫିକ୍ ଅବଜେକ୍ଟିଭ। ଯେତେବେଳେ ଗୋଟେ ଷ୍ଟ୍ରଙ୍ଗ ଫିଲିଂ ଆସେ ବା ଏକ୍ସପିରିଏନ୍ସ କରିଥାନ୍ତି, ହଁ, ତ ସେଇଟାକୁ ଆମେ ଇମୋସନ୍ ବୋଲି କହୁଛନ୍ତି। ଯେମିତି ମୁଁ ଏକ୍ସାମ୍ପଲ ଦେଲି, ଲଭ୍ ହଉ, ଏଙ୍ଗର ହଉ, ଜୟ ହଉ, ହେଟ୍ ହଉ, ଘୃଣା ଯୋଉଟା ଆମେ କହୁଛନ୍ତି, ଡର, ଫିୟର। ତ ଏ ସବୁ ଗୁଡା ଗୋଟେ ଗୋଟେ ଇମୋସନ୍ କହୁଛନ୍ତି। ହଁ, the word emotion is derived from the Latin word emovere, which means to stimulate। ତାମାନେ ଆମେ କହୁଛନ୍ତି କଣ ନା ଯୋଉ ଲାଟିନ ୱାର୍ଡ ରୁ ଆସିଛି ଆପଣ ଇମୋସନ ୱାର୍ଡ ଟି, ଯୋଉଟା କି ଲାଟିନ ୱାର୍ଡ ଟି ହଉଛି ଇମୋଭିୟର। ଇମୋଭିୟର ମାନେ ହଉଛି ଟୁ ଷ୍ଟିମୁଲେଟ, ମାନେ ଉତ୍ତେଜିତ ହବା। ଦିସ୍ ଷ୍ଟିମୁଲେସନ କଣ୍ଡିସନ ଇଜ କଲ୍ଡ ଦ ଇମୋସନ। ସେଇ ଷ୍ଟିମୁଲେସନ କଣ୍ଡିସନ କୁ ଆମେ କଣ କହୁଛନ୍ତି ନା ଇମୋସନ ବୋଲି ଆମେ କହୁଛନ୍ତି। ତ ଉଡସୱର୍ଥ କଣ କରିଛନ୍ତି ନା ଗୋଟେ ଡେଫିନେସନ ଦେଇଛନ୍ତି, ଇଚ୍ ଇମୋସନ ଇଜ ଫିଲିଂ ଆଣ୍ଡ ଇଚ୍ ଆଟ୍ ଦ ସେମ୍ ଟାଇମ୍ ଆଣ୍ଡ ମୋଟର ସେଟ୍। ତାମାନେ ଯେତେବେଳେ ଆମେ ଇମୋସନାଲି ଫିଲିଂ କରୁଛନ୍ତି, ସେତେବେଳେ ଆମେ ସେମ୍ ଟାଇମରେ ଗୋଟେ ମୋଟର ଆକ୍ଟିଭିଟି ବି କରୁଛନ୍ତି। ଯେତେବେଳେ ଆମେ ଅତ୍ୟଧିକ ରାଗି ହେଉଛନ୍ତି, ହାତ କଚାଡ଼ି ଦେବା, କୌଣସି ଜିନିଷକୁ ଫିଙ୍ଗି ଦେବା, ମୋଟର ଆକ୍ଟିଭିଟି ହଉଛି। ତ ଯେତେବେଳେ ଆମେ ଅତ୍ୟଧିକ ଖୁସି ହେଉଛନ୍ତି, ଚିଲ୍ଲଉଛନ୍ତି, ଯେମିତିକି ଏଇ ଇଣ୍ଡିଆ ଟିମ୍ ଜିତିଗଲା ତ ଆମେ ଟିଭି ଆଗରେ ଚିଲ୍ଲେଇ ଉଠିକି ଦୌଡୁଛନ୍ତି। ତ ଏଇ ପ୍ରକାର ଇମୋସନକୁ ବୁଝଉଛି। ଯେତେବେଳେ ଆମେ ଫିଲିଂ ଆସୁଛି, ସେତେବେଳେ ଆମେ କୌଣସି ମୋଟର ଆକ୍ଟିଭିଟି କରୁଛନ୍ତି। ତାପରେ ଡେଭିଡ୍ ଜି ମିୟର କଣ କହିଛନ୍ତି ନା ହ୍ୟୁମାନ ଇମୋସନ ଇନଭଲ୍ଭ ଫିଜିଓଲୋଜିକାଲ ଆରୋଜଲ ଆଣ୍ଡ ଏକ୍ସେସିଭ ବିହେଭିୟର ଆଣ୍ଡ କନସିୟସ୍ ଏକ୍ସପିରିଏନ୍ସ। ତାମାନେ ଆମର କଣ କହୁଛନ୍ତି, ଡେଭିଡ୍ କଣ କହୁଛନ୍ତି ନା ଇମୋସନ କାହାକୁ କହୁଛି ନା ହ୍ୟୁମାନର ଫିଜିଓଲୋଜିକାଲ ଏରୋଜଲ କହୁଛି। ଏରୋଜଲ ମାନେ କଣ? ଗୋଟେ ଭିତରୁ ଥିବା ଗୋଟେ ମାନେ ନିଡ୍ କୁ ବୁଝଉଛି। କଣ ନା ଫିଜିଓଲୋଜିକାଲ କଣ ନା ଯେତେବେଳେ ଆପଣ ରାଗି ହେଉଛନ୍ତି, ହଁ, ଯେତେବେଳେ ଆପଣ ରାଗି ହେଉଛନ୍ତି, ଆପଣ ଦାନ୍ତ କଡ଼ମଡ କରୁଛନ୍ତି, ପୁରା ଆଖି ଲାଲ ପଡିଯାଉଛି, ଆପଣ ହାତକୁ ମୁଠା କରିଦଉଛନ୍ତି। ତ ଏ ପ୍ରକାର ସବୁ ଫିଜିଓଲୋଜିକାଲ ଆକ୍ଟିଭିଟିସ୍ ହୋଇଥାଏ। ଯେତେବେଳେ ଆପଣ ଏଇଟା କନସିୟସ୍ ମାଇଣ୍ଡରେ ଥାଆନ୍ତି, ସେତେବେଳେ ଏଇଟା ହେଇଥାଏ। ଆପଣ ଅତ୍ୟଧିକ ଖୁସି ହେଇଯାଉଛନ୍ତି, ଖୁସି ହେଇଗଲା ପରେ ଆପଣ କଣ କରୁଛନ୍ତି, ଚିଲ୍ଲଉଛନ୍ତି। ହଁ, ହଁ, ତ ଏ ପ୍ରକାର ଗୋଟେ ଗୋଟେ ହଉଛି କଣ ନା ଫିଜିଓଲୋଜିକାଲ ଏରୋଜଲ ଆସୁଛି ଭିତରୁ। ତ ସେଇଟାକୁ ଆମେ କହୁଛନ୍ତି। ରାଗି ହଉଛନ୍ତି, ଆପଣଙ୍କ ଭିତରୁ କଣ ହଉଛି, ବ୍ଲଡ ପ୍ରେସର ବଢିଯିବା, କିମ୍ବା ରକ୍ତର ଯୋଉଟା ଆମେ ଚାପ କହୁଛନ୍ତି ସେଇଟା ବଢିଯିବ, ବ୍ଲଡ ପ୍ରେସର ଟା। ହୁଁ, ତ ଆପଣ ଏଇ ପ୍ରକାର ସବୁ ସିମ୍ପଟମ୍ସ ଦେଖାଯାଏ। ତ ଏଇଗୁଡାକୁ ଆମେ କହୁଛନ୍ତି କଣ ନା ଫିଜିଓଲୋଜିକାଲ ଏରୋଜଲ ଆସୁଛି। ତ ଏଇଗୁଡାକ ହଉଛି ଏଇ ଯୋଉ ଇମୋସନ ଫଳରେ ହଉଛି। ତ ଏଇଟାକୁ କିଏ କହିଛନ୍ତି ନା ଡେଭିଡ୍। ଆମେ ଜାଣିବା ଇଚ୍ ଇମୋସନ ହ୍ୟାଜ୍ ଥ୍ରୀ ବେସିକ୍ ଆସ୍ପେକ୍ଟ। ତ ଏଇ ତିନିଟା ଆସ୍ପେକ୍ଟ ଅଛି, ଏଟାକୁ ମନେ ରଖିବେ। ତ ଇମୋସନର ତିନିଟା ଆସ୍ପେକ୍ଟ ଅଛି। ଗୋଟେ ହଉଛି କଗ୍ନିଟିଭ ଆସ୍ପେକ୍ଟ। ଯେତେବେଳେ ଆମେ କୌଣସି ଇମୋସନ ଆସୁଛି, କଗ୍ନିଟିଭଲି ଆମେ ତାକୁ କଣ କହୁଛନ୍ତି, ମାନେ ମେଣ୍ଟାଲି ଆମେ ତାକୁ କଣ କରୁଛନ୍ତି ନା ଫିଲ୍ କରିପାରୁଛନ୍ତି। ତ ଏଇଟା ହଉଛି କଣ ନା ଆମର କଗ୍ନିଟିଭ ଆସ୍ପେକ୍ଟ ବୁଝଉଛି। ଆଉ ଗୋଟେ ହେଲା ଫିଜିଓଲୋଜିକାଲ ଏବେ ଟିକେ ଆଗରୁ କହିଲି ଆପଣଙ୍କୁ। କଣ ନା ଆପଣ ଯେତେବେଳେ ରାଗି ହେଉଛନ୍ତି, ଆପଣ ପୁରା ଦାନ୍ତ କଡ଼ମଡ କରୁଛନ୍ତି, ପୁରା ହାତ ଚାଟୁଛନ୍ତି, କିମ୍ବା ଆପଣ ଖୁସି ହେଉଛନ୍ତି ତାହେଲେ ଜୋର ଚିଲ୍ଲଉଛନ୍ତି। ତ ଏ ପ୍ରକାର ହଉଛି ଗୋଟେ କଣ ନା ଆପଣଙ୍କର କଣ ନା ଏଟା ଫିଜିଓଲୋଜିକାଲ ଆସ୍ପେକ୍ଟକୁ ବୁଝଉଛି ଇମୋସନର। ତାପରେ ବିହେଭିୟରାଲ ଆସ୍ପେକ୍ଟ, ଆପଣ ଯେତେବେଳେ ଅତ୍ୟଧିକ ଖୁସି ହେଉଛନ୍ତି, ଆପଣ କାହା ସହିତ କେମିତି ବିହେଭିୟର କରୁଛନ୍ତି, ଆପଣ କେତେ ଶାନ୍ତରେ ବିହେଭ କରୁଛନ୍ତି, ହେଲା। ଯେତେ ଆପଣ ସେଡ୍ ଅଛନ୍ତି, ବିହେଭିୟରଟା ଆପଣ ଚେଞ୍ଜ ହେଇଯାଉଛି। ରାଗି ହଉଛନ୍ତି, ଆପଣଙ୍କ ବିହେଭିୟର ଚେଞ୍ଜ ହେଇଯାଉଛି। ତ ଏ ପ୍ରକାର ସବୁ ଜିନିଷଟା କହୁଛି କଣ ନା ଏଇଟା ଗୋଟେ ହଉଛି ଆସ୍ପେକ୍ଟ ଇମୋସନର, ହେଲା। ତାପରେ ଆମେ ଜାଣିବା କ୍ୟାରେକ୍ଟରିଷ୍ଟିକ୍ସ ଅଫ ଇମୋସନ। କ୍ୟାରେକ୍ଟରିଷ୍ଟିକ୍ସ ଅଫ ଇମୋସନ କଣ ନା ଇମୋସନ ହଉଛି କଣ, ୟୁନିଭର୍ସାଲିଟି ଅଫ ଇମୋସନ। ୟୁନିଭର୍ସାଲିଟି ରହିଛି ସବୁଆଡେ, ସମସ୍ତଙ୍କର ଇମୋସନ ଅଛି। ଲୁଜ୍ ଅଫ ଥିଙ୍କିଙ୍ଗ ପ୍ରୋସେସ। ଆମେ ଯେତେ ରାଗି ଯାଆନ୍ତି, ଗୋଟେ ଇମୋସନ ନୁହଁ, ଆମେ ରାଗିଗଲେ, ସାଡନେସ୍ ହେଇଗଲେ, ତ ସେଠି ଆମ ଯୋଉ ଥିଙ୍କିଙ୍ଗ ପ୍ରୋସେସ ଟା ଧୀରେ ଧୀରେ ଲୁଜ୍ ହେଇଯାଏ, କମଜୋର ହେଇଯାଏ। ତାପରେ ଆସିଲା ବଡିଲି ଚେଞ୍ଜେସ୍ ବି ହୁଏ। ଆମେ ରାଗିଗଲେ ଆମର ବଡି ମୁଭମେଣ୍ଟ ଅଲଗା ରୁହେ, ଖୁସି ହେଲେ ବଡି ମୁଭମେଣ୍ଟ ଅଲଗା ରୁହେ। ଏଇ ପ୍ରକାର ଗୋଟେ କଥା।
କ୍ରିଏଟିଭିଟି ଟେଣ୍ଡେନ୍ସି ଏଟା ବି ଗୋଟେ କ୍ରିଏଟିଭିଟି ବୁଝଉଛି। ତାପରେ ଇମୋସନ ଇଜ ଡିଫ୍ୟୁଜ, ଇମୋସନ ଗୋଟେ କଣ ଡିଫ୍ୟୁଜ କୁ ବୁଝଉଛି, ଡିସିଉଜ ବା ଡିଫ୍ୟୁଜ କୁ ବୁଝଉଛି ହେଲା। ତ ଏଇ ପ୍ରକାର ସବୁ ଜିନିଷକୁ ଆମେ କଣ କ୍ୟାରେକ୍ଟରିଷ୍ଟିକ୍ସ ଅଫ ଇମୋସନ କୁ ଆମେ ବୁଝଉଛନ୍ତି ହେଲା। ତାପରେ ଆସିଲା ଟାଇପ୍ସ ଅଫ ଇମୋସନ। ଟାଇପ୍ସ ଅଫ ଇମୋସନରେ କଣ ରହିଲା ନା ରହିଲା ଏଙ୍ଗର। ଏଙ୍ଗର କଣ ଯେହେତୁ ଆପଣ ଅତ୍ୟଧିକ ରାଗି ହଉଛନ୍ତି, ଆପଣଙ୍କର ଏକ୍ସନ ଟେଣ୍ଡେନ୍ସି କଣ ଆଟାକ୍ ରହିବା ସେଟ୍ ରହିବ ହେଲା, କାହା ଗାଳି ଗୁଲଜ କରିବା ବା ଆପଣ ଆଟାକ୍ କରିଦବା ଏ ପ୍ରକାର ରହିଲା। କମ୍ୟୁନିକେସନ କଣ ଦିସ୍ ଇଜ ନଟ୍ ଫେୟାର ସମଟାଇମ୍ସ ଡିସରେସ୍ପେକ୍ଟିଂ ମି। ତ ଏଇଭଳିଆ ଆମେ କୁହନ୍ତି କମ୍ୟୁନିକେସନ ତମେ ଡିସରେସ୍ପେକ୍ଟ କରୁଛ ବା କିଛି କହୁଛ, ତ ଏଇ ପ୍ରକାର ଏଙ୍ଗର ରହୁଛି। ତାପରେ ନିଡ୍ ଅଫ ଇଣ୍ଡିକେସନ, ପ୍ରୋଟେକ୍ଟ କ୍ରିଏଟ ବାଉଣ୍ଡରିଜ, ତାମାନେ ତାଙ୍କୁ ଗୋଟେ ବାଉଣ୍ଡରୀ ଭିତରେ ବା ଗୋଟେ ଗୋଟେ ମାନେ ମୋଟିଭେସନ ଜୋନ୍ ଭିତରେ ରଖିଲେ ସେ ଏଙ୍ଗରଟା ଆପେ ଆପେ କମିଯିବ। ତାପରେ ଆସିଲା ଫିଅର। ଫିଅର କଣ ଡରିଯିବା। ଏଇ ଜାଗାରେ କଣ ଆଭଏଡ୍ ଦ ଫ୍ରି ଫାଇଟ୍। ତାମାନେ ଯେତେବେଳେ ଡରିଯାଆନ୍ତି ସେତେବେଳେ ନିଜକୁ ଆଭଏଡ୍ କରନ୍ତି ବା ନିଜକୁ କାଢି ଆଣନ୍ତି ସେ ଜାଗାରୁ। ହଁ, ଯେମିତିକି ଥ୍ରେଟନିଂ ପାଇଲେ ବା ଡେଞ୍ଜର ସିଗ୍ନାଲ ପାଇଲେ ତ ସେଠିରେ ଇଣ୍ଡିକେସନ କଣ ସେଫ୍ଟି ରୁହନ୍ତି ସେମାନେ ହେଲା। ଯିଏ ରାଗିଯିବେ ମାନେ ସରି ଡରିଯିବେ। ହ୍ୟାପିନେସ୍ ଯେତେବେଳେ ଖୁସି ହେଇଯାଆନ୍ତି କଣ୍ଟିନ୍ୟୁଅସଲି ମୋର୍ ସେମ୍। ତାମାନେ ଯେତେବେଳେ ଖୁସି ହେଇଯାଆନ୍ତି ବହୁତ କିଛି ଜିନିଷ ସେ କହି ପକାନ୍ତି ବା କଣ୍ଟିନ୍ୟୁଅସଲି ମୋର୍ ଅଫ୍ ଦ ସେମ୍। ତାମାନେ ସେଇ କାମଟା ବାରମ୍ବାର କରନ୍ତି। ଦିସ୍ ଇଜ୍ ଏ ଗୁଡ୍, ଦିସ୍ ଇଜ୍ ଗୁଡ୍ ଆମେ କୁହନ୍ତି ବା ଆମେ କଣ କୁହନ୍ତି ଆଇ ୱାଣ୍ଟ ମୋର୍ ଦିସ୍। ଆମକୁ ଏଇଟା ଆହୁରି ଦରକାର। ଯେତେବେଳେ ଖାଇଲାଟା ଭଲ ଲାଗୁଛି ଆହୁରି ଖାଇବା ପାଇଁ ଚେଷ୍ଟା କରିବେ। ତ ସେମ୍ ମୋର୍ ଅଫ୍ ଦ ସେମ୍ ବୁଝଉଛି। ତ ସେଥିରେ କଣ ଥାଏ ନା ସାଟିସ୍ଫାକ୍ସନ ଥାଏ। ସାଡନେସ୍, ସାଡନେସ୍ କଣ ଯେତେବେଳେ ଆପଣ ବହୁତ ଦୁଃଖରେ ଅଛନ୍ତି, ସ୍ଲୋ ଡାଉନ୍ ୱିଥଡ୍ର। ତାପରେ ଧୀରେ ଧୀରେ ଯେତେବେଳେ ସ୍ୟାଡ୍ ଅଛନ୍ତି ଆପଣ ଧୀରେ ଧୀରେ ସେ ଜାଗାରୁ ବା ସେଇ ଆକ୍ଟିଭିଟିରୁ ୱିଥଡ୍ର ହେଇଯାଆନ୍ତି। ସେଠି ଆପଣ କଣ କୁହନ୍ତି ନା ଦେୟାର ହାଜ୍ ବିନ୍ ଏ ଲସ୍, ଆମକୁ ଗୋଟେ ଲସ୍ ହେଇଛି। ଆଁ ତ ଗ୍ରିଭିଂ ମାନେ କଣ କୁହନ୍ତି ନା ନିଜକୁ ନିଜେ କୁହନ୍ତି ସମାଲୋଚନା କରନ୍ତି ବା ନିଜକୁ ନିଜେ କୁହନ୍ତି ହଁ ଏଇଟା ଭୁଲ ହେଇଗଲା, ଏଥିପାଇଁ ମୋର ପ୍ରୋବ୍ଲେମ ହେଲା, ଏଇଆ ହେଲା। ତ ଏଇ ପ୍ରକାର। ତାପରେ ଆସିଲା ଗିଲ୍ଟ। ଗିଲ୍ଟ ମାନେ କଣ ମେକିଂ ଆମେଣ୍ଡ, ଆପୋଲାଇଜ୍, ରେସ୍ପଣ୍ଡ ଦ ସଲ୍ଭ ପ୍ରୋବ୍ଲେମ। ତ ଆପଣ ଯେତେବେଳେ କଣ କୁହନ୍ତି ଗିଲ୍ଟ ଫିଲ୍ କରନ୍ତି। ଗିଲ୍ଟ ମାନେ ଆପଣଙ୍କ ଦ୍ୱାରା ଆପଣ ଗଲତିଟା ହେଇଛି, ଯେତେବେଳେ ଗୋଟେ ପର୍ସନ ଭୁଲ କରିଛି, ନିଜେ ବୁଝିପାରିଛି ଯେ ଏ ଭୁଲଟା ହଉଛି ତାର, ସେଇଟାକୁ କୁହାଯାଏ ଆପୋଲାଇଜ୍ ବା ଗିଲ୍ଟ ବୋଲି କୁହାଯାଏ। ତ ସେଥିରେ ଷ୍ଟେଟମେଣ୍ଟ କଣ ଆସେ ଆଇ ହାଭ୍ ଡନ୍ ସମଥିଙ୍ଗ ରଙ୍ଗ ଟୁ ୟୁ ବା ଆଇ ହାଭ୍ ହର୍ଟ ୟୁ। ତ ମୁଁ ତମକୁ କିଛି ଭୁଲ କରି ତମକୁ ବା ତମକୁ ହର୍ଟ କରିଛି। ଏ ପ୍ରକାର କଥା ହୋଇଯାଏ। ତ ନିଜକୁ ନିଜ ଏଟା କରେକ୍ସନ କରାଯାଇଥାଏ। ତ କରେକ୍ସନ ସେଲ୍ଫ ରେସ୍ପେକ୍ଟ, ନିଜକୁ କରେକ୍ସନ କରିଥାନ୍ତି। ତାପରେ ସେମ୍ ଲଜ୍ଜା, ହାଇଡ୍ କଭର ଅପ୍ ସେଟ୍ ଲିମିଟ୍ସ। ତାମାନେ ନିଜକୁ ନିଜ ହାଇଡ୍ କରିନବା, କଭର ଅପ୍ କରିନବା। କାହିଁକି ନା ତମେ କଣ ହେଇଛ ନା ସେମ୍ ମାନେ ନିଜକୁ ଗୋଟେ କଣ ପରିତାପର ବିଷୟ ତମେ ଭାବିଛ ଯେ କଣ ନା ଅ ଦେୟାର ଇଜ୍ ସମଥିଙ୍ଗ ରଙ୍ଗ ୱିଥ୍ ମି, ମୋ ସହିତ କିଛି ଗୋଟେ ଭୁଲ ହେଇଛି। ହୁଁ, ତ ଏ ପ୍ରକାର ଗୋଟେ ସେମ୍ ଆକ୍ଟିଭିଟି ତମ ପାଖରେ ହେଇଛି ଯାହା ଫଳରେ ତମେ କଣ କରୁଛ କହୁଛ ଯେ ମୋ ସହିତ କିଛି ଭୁଲ ହେଇଛି ହେଲା। ତ ଏଇ ପ୍ରକାର ସମୟରେ କଣ ହୁଏ ନା ଆପ୍ରୁଭାଲ ଦ ସୋସିଆଲ ଆକ୍ସେପ୍ଟାନ୍ସ। ତ ତାକୁ ଆମ ସୋସାଇଟିରେ ଆପଣ ଜଣେଇବାକୁ ଚେଷ୍ଟା କରନ୍ତି ବା କୁହନ୍ତି ଯେ ହଁ ଏଇଟା ମୋ ସହିତ ଭୁଲ ହେଇଛି, ସମସ୍ତେ କୁହନ୍ତୁ ଏଇଟା ଭୁଲ ହେଇଛି ବୋଲି। ତ ଏଇ ପ୍ରକାର ଇମୋସନ ଗୋଟେ ଥାଏ। ତାପରେ ସେଫ୍ଟି, ନିଜକୁ ସୁରକ୍ଷିତ କରିବା। ପ୍ରୋଟେକ୍ସନ ଫ୍ଲି ଫ୍ରମ୍ ଦ ଡେଞ୍ଜର, ଡେଞ୍ଜରରୁ ନିଜକୁ ସୁରକ୍ଷିତ କରିବା। ତ ଆଇ ଏମ୍ ନଟ୍ ଇନ୍ ଡେଞ୍ଜର। ତ ସେଫ୍ଟି ଯେତେବେଳେ ଆପଣ ସେଫ୍ଟି ଥାଆନ୍ତି ଯେ ଆଉ ଡେଞ୍ଜର ନଥାଏ ତ ଯେତେବେଳେ କୁହନ୍ତି ଆପଣ ମାନେ କଣ ନା ଆଇ ଏମ୍ ଫ୍ରି ଫ୍ରମ୍ ଦ ଡେଞ୍ଜର, ମୋ ପାଖରେ ଆଉ କିଛି ଭୟଭୀତ ପରିସ୍ଥିତି ନାହିଁ। ହୁଁ, ତ ସେ ଜାଗାରେ କଣ ନା କମ୍ୟୁନିଟି ସେଫ୍ଟିକୁ ଆପଣ ଚେକ୍ କରନ୍ତି ଯେ ମୁଁ ଯୋଉ ଜାଗାରେ ରହୁଛି ସେ ଏରିଆଟା ସେଫ୍ କି ନାହିଁ ମୋ ପାଇଁ। ତ ଏ ପ୍ରକାର ଇମୋସନ ଥାଏ। ତାପରେ ହଟ୍, ଜଣକୁ ଦୁଃଖ କରେଇବା। ତ ଏଇଟା ବି ଗୋଟେ ଇମୋସନ, ହଟ୍ ହେଇଛି ଜଣକୁ। ହଁ, ତ ଏଇଟା କଣ ନା ରିଲେଟେସନାଲ ଡିଷ୍ଟାନ୍ସିଂ, ମାନେ ଯେତେବେଳେ ଆପଣ ହଟ୍ ହେଇଥାଏ ଆପଣ କଣ କରନ୍ତି ସମସ୍ତଙ୍କ ଡିଷ୍ଟାନ୍ସ ଥାଆନ୍ତି। ତ ଆଇ ଏମ୍ ଇନ୍ ପେନ୍, ମୋ ପାଖରୁ ମୁଁ ବହୁତ କଷ୍ଟରେ ଅଛି, ମୋ ପାଖରୁ ଦୂରେଇ ଯାଅ। ଆଇ ନିଡ୍ ଟୁ ହିଲ୍, ମତେ କିଛି ସମୟ ଲାଗିବ ମତେ ବୁଝିବା ପାଇଁ, ମତେ ହଟ୍ ହେଇଛି, ଦୂରେଇ ଯାଅ। ତ ଏଇ ପ୍ରକାର କୁହାଯାଏ। ତ ଏ ଜାଗାରେ ହିଲିଂକୁ ବୁଝଉଛି। ତାପରେ ସାର୍ ଲୋନଲିନେସ୍, ଏକୁଟିଆ ଫିଲ୍ କରିବା। ସିକ୍ କମ୍ୟୁନିଟି, ଆମେ କମ୍ୟୁନିଟି ଠାରୁ ଟିକେ ଦୂରେଇ ରୁହନ୍ତି ଯୋଉମାନେ। ଷ୍ଟେ କ୍ଲୋଜ୍, ସେତେବେଳେ କଣ କୁହାଯାଏ ଲୋନଲିନେସ୍ ହେଲେ ତମେ କୁହନ୍ତି କଣ ମୋ ସହିତ ରୁହ, ମତେ ଏକୁଟିଆ ଫିଲ୍ ହଉଛି। ଆଇ ହାଭ୍ ନୋ ୱାନ୍ ଆଇ କ୍ୟାନ୍, ତ ମୋ ପାଖରେ କେହି ନାହାନ୍ତି କନେକ୍ଟ ୱିଥ୍। ତ ସେ ଜାଗାରେ କନେକ୍ଟ କରିବାକୁ ପଡିବ। ତ କନେକ୍ସନ ଅଫ ରିଲେସନ, ସେ ଜାଗାରେ ରିଲେସନକୁ କନେକ୍ଟ କରିବାକୁ ପଡିବ। ଦ୍ୟାଟ୍ ଇଜ୍ କଲ୍ଡ ଦ ଟାଇପ୍ସ ଅଫ ଇମୋସନ। ଏଗୁଡାକୁ କୁହାଗଲା ଟାଇପ୍ସ ଅଫ ଇମୋସନକୁ ବୁଝାଏ। ତାପରେ ଥିଲା ହାଉ ଇମୋସନ ଆଫେକ୍ଟ ଅସ୍ ଇନ୍ ମାଇଣ୍ଡ ଆଣ୍ଡ ବଡି ଆଣ୍ଡ ବିହେଭିୟର। କିପରି ଇମୋସନ ଆମର ମାଇଣ୍ଡ, ବଡି ଆଉ ବିହେଭିୟରକୁ ଇଫେକ୍ଟ କରୁଛି। ତ ଆମେ ଦେଖିବା ଫିଅର। ଫିଅର କଣ କହୁଛି ନା ଫିଅର ଜାଗାରେ ମାଇଣ୍ଡକୁ କଣ ଇଫେକ୍ଟ କରୁଛି, ଥଟ୍ସ ରେସ୍, ଇମାଜିନ୍ ଦ ୱର୍ଷ୍ଟ,
एंड माइंड गोज ब्लैक। ताମାନେ ଫିଅରରେ କଣ ହୁଏ ନା ମାଇଣ୍ଡଟା ବହୁତ ଉପକାରୀ ଇଫେକ୍ଟ ପକାଏ, ଯେମିତିକି ଇମାଜିନ୍ କରିବା ଏଣୁ ତେଣୁ ଜିନିଷ, ଖରାପ ଜିନିଷକୁ ଇମାଜିନ୍ କରିବା ମାଇଣ୍ଡରେ, ମାଇଣ୍ଡଟା ବ୍ଲାଙ୍କ ହେଇଯାଇଥାଏ। ରାଗିଗଲେ ମାଇଣ୍ଡଟା ବ୍ଲାଙ୍କ ହେଇଯିବ, କିଛି ବି କରିଦିଅନ୍ତି ହେଲା। ତ ଏଇଟା ହଉଛି ଗୋଟେ ପ୍ରକାର କଣ ନା ଗୋଟେ ଇମୋସନ ଯାହାଦ୍ୱାରା ମାଇଣ୍ଡଟା ହଉଛି ପ୍ରଭାବ ପଇଲା। ତାର ବଡିଟା କିପରି ପ୍ରଭାବ ପକଉଛି ଆମେ ଜାଣିବା ହେଲା। ତ ବଡି ଯୋଉ ପ୍ରଭାବ ପକଉଛି, ତ ଫାଷ୍ଟ ହଉଛି ସ୍ୱେଟିଂ। ବଡିରେ କଣ ହବ ଯେତେବେଳେ ରାଗିଯାଆନ୍ତି ଅତ୍ୟଧିକ ସ୍ୱେଟିଂ ହୁଅନ୍ତି, ଝାଳେଇ ଯିବା ହେଲା। ଏ ପ୍ରକାର ପ୍ରୋବ୍ଲେମ ଦେଖାଯାଇଥାଏ। ତାପରେ ହାର୍ଟ ରେସ୍, ତାମାନେ ଆପଣଙ୍କର ଯୋଉ ହାର୍ଟ ରେସଟା କଣ ହୁଏ ନା ବଢି ଯାଇଥାଏ। ଏ ପ୍ରକାର ପ୍ରୋବ୍ଲେମ ଦେଖାଯାଏ ହେଲା। ତାପରେ ମସଲ୍ସ ଟେନ୍ସ, ମସଲ ବି ଟେନ୍ସ ହେଇଥାଏ। ବ୍ରିଦିଂ ରାପିଡଲି, ଜୋର ଜୋର ନିଶ୍ୱାସ ନିଅନ୍ତି ରାଗିଯାଆନ୍ତି ଯେତେବେଳେ। ବିହେଭିୟର କଣ ହେଇଥାଏ, ଆଭଏଡନେସ୍ ହେଇଥାଏ, ସମସ୍ତଙ୍କୁ ଆଭଏଡ କରନ୍ତି ହେଲା। ତାପରେ ଏଙ୍ଗର କଣ ହୁଏ ନା ମାଇଣ୍ଡରେ ଥଟ୍ ରେସ୍ ହୁଏ, ଇମାଜିନ୍ ହୁଏ, ସେଇ ଏକା ଜିନିଷ ହୁଏ ଯୋଉଟା କି ଫିଅରରେ ହେଇଥାଏ। ତ ସ୍ୱେଟିଂ ହବ, ହାର୍ଟ ରେସ୍ ବଢିବ, ମସଲ ଟେନ୍ସ ହୁଏ, ସେମ୍ ଜିନିଷ ହୁଏ, ବ୍ରିଦିଂ ରାପିଡଲି ହୁଏ। ତାପରେ ହଉଛି କଣ ବିହେଭିୟରାଲ କନଫର୍ମ। ତାମାନେ ଏଙ୍ଗର ହେଲା ମାନେ କାହା କଥା ଶୁଣିବା କଥା ନାହିଁ, ପୁରା ଆପଣ ନିଜ କଥାରେ ପୁରା ଇଏ ରିଆକ୍ସନ ନେଇଯିବେ, ଏଇ ପ୍ରକାର ଦେଖାଯାଏ। ସାଡନେସ୍, ଦୁଃଖ ହେଲେ ଥଟ୍ ସ୍ଲୋଡ, ମାନେ ଆପଣ ଯାହା ଚିନ୍ତା କରନ୍ତି ପୁରା ସ୍ଲୋ ହେଇଯାଏ। ଥିଙ୍କ ଇନ୍ ସର୍କଲ, ସେଇ ଏରିଆ ଭିତରେ ଯାହା ଘଟିଛି ଆପଣଙ୍କ ସହିତ ସାଡନେସ୍ ସେଇଟାକୁ ଭାବି ହୁଅନ୍ତି। ଫୋକସ୍ଡ ଅନ୍ ନେଗେଟିଭ, ନେଗେଟିଭ ବିଷୟରେ ଭାବି ହୁଅନ୍ତି। ବଡିଲି ହେଭି, ଏମ୍ପ୍ଟି, ନମ୍ ଏଣ୍ଡ ଟାୟାର୍ଡ ହେଇଯାଇଥାଏ। ବଡି ପୁରା ଥକି ଯାଇଥାନ୍ତି। ସେ ଜାଗାରେ ଆପଣ ନିଜକୁ କଣ କୁହନ୍ତି, ବିହେଭିୟର କଣ ୱିଡ୍ର, ସମସ୍ତ ଆଗରୁ ନିଜକୁ କାଢି ଆଣନ୍ତି, ଆଉ କାହା ସହିତ ମିଳାମିଶା କରନ୍ତିନି ହେଲା। ତାପରେ ଗିଲ୍ଟ, ଗିଲ୍ଟ ମାନେ କଣ କ୍ରିଟିକାଲ ଫୋକସ ଅନ୍ ସେଲ୍ଫ ଆଣ୍ଡ ଅଦର ଓପିନିଅନ୍ସ ଅଫ ସେଲ୍ଫ। ତାମାନେ ଆପଣ ନିଜକୁ ମାନେ ଗୋଟେ ଗିଲ୍ଟ ଫିଲ୍ କରୁଛନ୍ତି, କିଛି ଗୋଟେ ଭୁଲ ହେଇଛି, ଗିଲ୍ଟ ଫିଲ୍ କରୁଛନ୍ତି। ହଁ, ତ ସେ ଜାଗାରେ କଣ ହଉଛି ନା ଆପଣ ସେଇ ନିଜ ଉପରେ ବେଶୀ ଫୋକସ କରନ୍ତି। ଅଦର ଓପିନିଅନ ସେଲ୍ଫକୁ ବି କିଏ ଜଣେ କହୁଛନ୍ତି ତାକୁ ବି ଫୋକସ କରନ୍ତି। ତ ଏଇ ଜାଗାରେ କଣ ସ୍ୱେଟିଂ ବି ହୁଏ, ହାର୍ଟ ରେସ୍ ବି ହୁଏ, ମସଲ ଟେନ୍ସ ହୁଏ, ବ୍ରିଦିଂ ହେଭିଲି ହୁଏ, ନିଜକୁ ଏମ୍ପ୍ଟି, ନମ୍, ଟାୟାର୍ଡ ବି ଫିଲ୍ କରନ୍ତି। ଏଇ ଜାଗାରେ ନିଜକୁ କଣ ଲୁକାୟିତ ଅବସ୍ଥା କରିବାକୁ ଚେଷ୍ଟା କରନ୍ତି, କାହିଁକିନା ଗିଲ୍ଟ ନିଜେ ଗୋଟେ ପରିତାପ କରୁଛନ୍ତି, ନିଜକୁ ପରିତାପ୍ତ କରୁଛନ୍ତି। ତ ଏଇଟା ହଉଛି ମୋର ଭୁଲ ହେଇଛି, ତ ଏଇଟା କୁହାଯାଉଛି। ତାପରେ ଜୟ, ହ୍ୟାପିନେସ୍ ଅତ୍ୟଧିକ ଖୁସି ହେଇଗଲେ କଣ ଥିଙ୍କ ଫାଷ୍ଟ, ଜୋର ଭାବିବାକୁ ଲାଗନ୍ତି, ଫୋକସ୍ଡ ଅନ୍ ଦ ପଜିଟିଭ, ପଜିଟିଭକୁ ଫୋକସ କରନ୍ତି। ହଁ, ତାପରେ ଏନର୍ଜିଷ୍ଟ, ମାନେ ନିଜକୁ ଏନର୍ଜି ଫିଲ୍ କରନ୍ତି, ଆଉ ଆପ୍ରୋଚ କିଛି ଗୋଟେ ଷ୍ଟେଟମେଣ୍ଟ ଦେବାକୁ ଚେଷ୍ଟା କରନ୍ତି। ତାପରେ କଣ୍ଟେନମେଣ୍ଟରେ କଣ ଫୋକସ୍ଡ ଅନ୍ ଦ ମୁଭମେଣ୍ଟକୁ ଫୋକସ କରନ୍ତି, କାମ ରିଲାକ୍ସ ରୁହନ୍ତି, ଆଉ ଷ୍ଟେ ରୁହନ୍ତି, ସେ ଜାଗାରେ ରୁହନ୍ତି। ଏଇଟା କଣ କଣ୍ଟେନମେଣ୍ଟ ବୋଲି କୁହାଯାଉଛି। ତ ଏଇ ହଉଛି କଣ ଇମୋସନ, ଯୋଉଟା କି ଆମର ମାଇଣ୍ଡ, ବଡି ଆଉ ବିହେଭିୟରକୁ କିପରି କୋଉ ଇମୋସନ ପ୍ରଭାବ ପକଉଛି, ଏ ବିଷୟରେ ଆମେ ଜାଣିଲେ। ତାପରେ ଆସିଲା କଣ ଇମୋସନ ଏଣ୍ଡ ଫିଜିଓଲୋଜି। କଣ ନା ଡ୍ୟୁରିଂ ଦ ଇମୋସନ ଏକ୍ସପିରିଏନ୍ସ ଏ ନମ୍ବର ଅଫ ଫିଜିଓଲୋଜିକାଲ ସିଷ୍ଟମ ଆର୍ ଇନଭଲ୍ଭ। ତାମାନେ ଆମେ ଯେତେବେଳେ ଇମୋସନାଲ ଏକ୍ସପିରିଏନ୍ସ କରିଥାନ୍ତି, ରାଗିଯାଆନ୍ତି, ସ୍ୟାଡ୍ ହୁଅନ୍ତି, ଖୁସି ହେଇଯାଆନ୍ତି, ଏଇ ପ୍ରକାର ସବୁ ଇମୋସନ ଅଛି। ତ ଇମୋସନ ଯେତେବେଳେ ଆମେ ଫିଲ୍ କରନ୍ତି, ସେ ଜାଗାରେ କଣ ହୁଏ ନା ଫିଜିକାଲ ସିଷ୍ଟମରେ ଇନଭଲ୍ଭ ହୁଏ। କେତେବେଳେ ଆମେ କହୁଛନ୍ତି ରାଗିଗଲେ ଝାଳି ଯାଉଛନ୍ତି, ଏ ପ୍ରକାର ସବୁ ଫିଜିକାଲ ଇନଭଲ୍ଭମେଣ୍ଟ। ତ ଦିସ୍ ଫିଜିଓଲୋଜିକାଲ ଆକ୍ଟିଭିଟିଜ controlled largely by the autonomic ନର୍ଭସ୍ ସିଷ୍ଟମ। ତ ଆମର ନର୍ଭସ୍ ସିଷ୍ଟମ ଅଟୋମେଟିକାଲି କାମ କରିଥାଏ। ନର୍ଭସ୍ ସିଷ୍ଟମ ଯଦି କାମ କରିବ, ବ୍ରେନ୍ କାମ କରିବ, ବ୍ରେନ୍ ଦ୍ୱାରା କଣ ହବ ନା ଆପଣ ସବୁ ଫିଜିଓଲୋଜିକାଲ ସିଷ୍ଟମ ଇନଭଲ୍ଭ ହେଇଯିବ। ତ ଏଇଟାକୁ ଆମେ କହୁଛନ୍ତି କଣ ନା କଣ କହୁଛନ୍ତି ନା ଆମେ ଗୋଟେ ଇମୋସନାଲ ଫିଜିଓଲୋଜିକୁ ଆମେ ବୁଝଉଛନ୍ତି ହେଲା। ତାପରେ ସେଇଥିରେ ଆସିଲା ଦେଖିବେ ଆପଣ ଏଇ ଡାଇଗ୍ରାମଟା ଦେଖିପାରିବେ, ଡାଇଗ୍ରାମଟା ଦେଖି ଆରାମସେ ବୁଝିପାରିବେ ଏଇଟା ହଉଛି ବ୍ରେନର କର୍ଟେକ୍ସ ବୋଲି ଆମେ କହୁଛନ୍ତି। ହଁ, ଏଇଟା ଇଏ ତାପରେ ହଉଛି ଏଠି ସେଲେବ୍ରମ ଅଛି ଆପଣ ଦେଖିପାରିବେ। ହଁ, ଟେମ୍ପୋରାଲ ଲୁବ୍ ଅଛି, ଅପ୍ଟିକାଲ ଲୁବ୍ ଅଛି। ହଁ, ତ ଏଇ ମୋଟର ସେନ୍ସରୀ ଅଛି। ତ ଏଇ ସବୁ ଆକ୍ଟିଭିଟି ଗୁଡାକ ଆପଣ ଦେଖିପାରିବେ, ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ଇଏ ହଉଛି କଣ ନା ଆପଣ ଇମୋସନାଲ ଫିଜିଓଲୋଜି ଆକ୍ଟିଭିଟି ଦ୍ୱାରା ବ୍ରେନ୍ କିପରି ଆପଣଙ୍କର କାମ କରୁଛି ହେଲା। ତ ଏଇଗୁଡାକ ସବୁ ହଉଛି ଆପଣଙ୍କର ଯୋଉ ବ୍ରେନର ଆକ୍ଟିଭିଟି ହେଲା। ତାପରେ ଆସିଲା କଣ ତ ବ୍ରେନରୁ ଏଇଥର କ୍ୱେଶ୍ଚନ ଆସେ, ଆପଣ ଜାଣିଥିବେ ସେଲେବ୍ରମ କାହାକୁ କୁହାଯାଏ, ଆଉ ଗୋଟେ ସେଲେବ୍ରାଲ କୋର୍ଟେକ୍ସ କାହାକୁ କୁହାଯାଏ। ଏଟାକୁ ମନେ ରଖିଥାନ୍ତୁ। ତ ଏଇଟା ଆପଣ କ୍ୱେଶ୍ଚନ ଆସିଛି ଓଏଏସଟି ବାରମ୍ବାର। ସେଲେବ୍ରମ କାହାକୁ କହୁଛନ୍ତି ନା ଦ ପୋର୍ସନ ଅଫ ବ୍ରେନ୍ ଇନ ଦ ବ୍ୟାକ୍ ଅଫ ଦ ହେଡ୍ ବିଟୱିନ୍ ଦ ସେରେବ୍ରମ ଆଉ ବ୍ରେନ୍ ସିଷ୍ଟମ। ତ ସେରେବ୍ରମ ଆଉ ବ୍ରେନ୍ ସିଷ୍ଟମରେ ଆମର ଯୋଉ କଣ କହୁଛନ୍ତି ନା ଆମ ଯୋଉ ବ୍ରେନ୍ ସିଷ୍ଟମଟା ରହିଛି, ଯେ ଆମ ମୁଣ୍ଡର ଗୋଟେ ପଛପଟରେ ଗୋଟେ ହାଡ ଭଳିଆ ଅଛି, ସେ କଣ ତାକୁ ଆମେ ସେଲେବ୍ରମ କହୁଛନ୍ତି। ତ ସେଲେବ୍ରମ କଣ୍ଟ୍ରୋଲ ଦ ବାଲାନ୍ସ ଅଫ ୱାକିଂ, ଷ୍ଟାଣ୍ଡିଂ ଆଣ୍ଡ ଅଦର କମ୍ପ୍ଲେକ୍ସ ମୋଟର ଫଙ୍କସନ। ତାମାନେ ଆମେ ଚାଲିବା କ୍ଷେତ୍ରରେ ବଡିଲି କାଇନେସ୍ଥେଟିକ୍ ମୁଭମେଣ୍ଟ ଆମେ ଯୋଉ କହୁଛନ୍ତି, ତ ଏଇ ପ୍ରକାର ବାଲାନ୍ସ ମେଣ୍ଟେନ କରିଥାଏ। ଆମେ ଯେମିତି ଚାଲିକି ଯାଉଛନ୍ତି, ସେଟାକୁ ମେଣ୍ଟେନ କଣ କିଏ କରିଥାଏ ନା ସେଲେବ୍ରମ। ଏଠି ଆପଣ ଦେଖିପାରିବେ
ଏଇଠି ଆମେ କହୁଛନ୍ତି କଣ ୟାକୁ କହୁଛନ୍ତି ସେରେବ୍ରମ୍ ତା ମାନେ ଏଇଟାକୁ। ୟାର କାମ ହଉଛି କଣ ବଡିଲି ବାଲାନ୍ସ ଏଇ ହାଡ ପାଖରେ ଦେଖିବେ ଏଇ ପୋର୍ସନଟା ଅଛି ଯୋଉ ବ୍ରେନର ଆମେ କଣ କହୁଛନ୍ତି ନା ସେରେବ୍ରମ୍ କଣ୍ଡିସନ ଅଫ ମୁଭମେଣ୍ଟ କୋମ ମୁଭମେଣ୍ଟ ବଡିକୁ ମୁଭମେଣ୍ଟ କରିବାରେ ସାହାଯ୍ୟ କରିଥାଏ। ତାପରେ ଆସିଲା କଣ ଏଇ ଷ୍ଟେଟମେଣ୍ଟ ଆସିଲା ଆପଣ ଆରାମସେ ଜାଣିପାରିବେ ଯେ ଏଇଟା ହଉଛି ସେରେବ୍ରମ୍ ବୋଲି ଆମେ କହୁଛନ୍ତି। ତାପରେ ଆସିଲା ସେରେବ୍ରାଲ କୋର୍ଟେକ୍ସ ଆମେ କାହାକୁ କହୁଛନ୍ତି ନା ସେରେବ୍ରାଲ କୋର୍ଟେକ୍ସ ଇଜ ଏ ଆଉଟର ମୋଷ୍ଟ ଲେୟାର ଅଫ ଦ ବ୍ରେନ। ବ୍ରେନର ଗୋଟେ ଆଉଟର ମୋଷ୍ଟ ଲେୟାରକୁ କହୁଛନ୍ତି। ସିଏ କଣ କରେ ନା ହାୟର ଲେଭେଲ ଅଫ ବ୍ରେନ ଫଙ୍କସନ କରାଇଥାଏ। ଲାଇକ୍ କଣ ଲାଙ୍ଗୁଏଜ ଗୋଟେ ଲୋକ ଲାଙ୍ଗୁଏଜ କିପରି ଶିଖୁଛି, ମେମୋରି କିପରି ରହୁଛି, ରିଜନିଂ ଆବିଲିଟି, ଥଟ୍, ଲର୍ନିଂ, ଡିସିସନ ମେକିଂ, ଇଣ୍ଟେଲିଜେନ୍ସ, ପର୍ସନାଲିଟି ଏ ସବୁକୁ ବୁଝଉଛି କଣ ସେରେବ୍ରାଲ କୋର୍ଟେକ୍ସକୁ ବୁଝଉଛି। ତ ଏପଟେ ଆପଣଙ୍କ କ୍ୱେଶ୍ଚନ ଆସେ ତ ରିଜନିଂ ଏବିଲିଟି, ମେଣ୍ଟାଲ ଏବିଲିଟି, ମ୍ୟାଥମେଟିକ୍ ଏବିଲିଟି ବା ପେଡାଗୋଜିକାଲ ଏବିଲିଟି ଏସବୁ ମାନେ କାହାର କୋଉ ବ୍ରେନର କୋଉ ପାର୍ଟଟା ନା ଏଟା ମନେ ରଖିଥିବେ ସେରେବ୍ରାଲ କୋର୍ଟେକ୍ସକୁ ବୁଝାଏ। ଏଇ କ୍ୱେଶ୍ଚନ ବି ଆପଣଙ୍କର ଆସିଛି ହେଲା। ଏଇ ଯୋଉ ଆପଣ କହୁଛନ୍ତି ଆଉଟର ମୋଷ୍ଟ ଲେୟାର ଏଇଠୁ ପୁରା ଏମିତି କରିକି ହଁ ତ ଏମିତି ନେଇକି ପୁରା ଏଇଟାକୁ ଆମେ କଣ କହୁଛନ୍ତି ନା ସେରେବ୍ରାଲ କୋର୍ଟେକ୍ସ ବୋଲି ଆମେ କହୁଛନ୍ତି। ଏଟାକୁ ମନେ ରଖିଥିବେ। ୟାର କାମ ସବୁ ଲାଙ୍ଗୁଏଜ ଶିଖିବା, ଥଟ୍, ଇମାଜିନିଂ, ରିଜନିଂ ଏବିଲିଟି, ଅଲ୍ ଦ ଆକ୍ଟିଭିଟିଜ ମାନେ ଯେମିତି ଆମେ କରୁଛନ୍ତି ଡେ ଟୁ ଡେ ଲାଇଫର ଇମୋସନ ଦ୍ୱାରା ଏଇ ସବୁ ସେରେବ୍ରାଲ କୋର୍ଟେକ୍ସର ଆଉ ଖାଲି ବଡିଲି ବାଲାନ୍ସ ମେଣ୍ଟେନ କରିବାର କାମ ହଉଛି ସେରେବ୍ରମ୍। ଏଟାକୁ ମନେ ରଖିଥିବେ ଭଲ ଭାବରେ। ଏଥିରୁ ଆପଣଙ୍କର କ୍ୱେଶ୍ଚନ ଆସୁଛି ହେଲା। ତ ଏହା ହଉଛି ଆଜିକାର ଥିଓରି। ଆଜି ପାଇଁ ଏତିକି। ଧନ୍ୟବାଦ ସମସ୍ତଙ୍କୁ।